আমার বୌদ্ধ জেলার এমতি গোটে মন্দিরଟେ অছে যেন মন্দির বিষয়ে কি কেহি বি নাই ଆଉ ଗୋଟେ କଥା କାଣା ଜାଣିଛନ୍ ସେନେ ଗୋଟେ ନାଁରେ ପୂଜା ପାଉଛନ୍ 5ଟା ଠାକୁରାଣୀ। ତେବେ ଆସୁନ ଜାଣମା ସେ ମନ୍ଦିର ବିଷୟରେ। ବୌଦ୍ଧ ଜିଲ୍ଲାର ସରସରା ପଞ୍ଚାୟତର ସିଦ୍ଧପୁର ଗାଁରେ ପୂଜା ପାଉଛନ୍ ବାବା ସିଦ୍ଧେଶ୍ୱର। ବାବା ସିଦ୍ଧେଶ୍ୱରଙ୍କ ମନ୍ଦିରରୁ ଅଳ୍ପ ଦୂରରେ ସାଗର ତୁଟାରେ ପୂଜା ପାଇସନ୍ ମା ସିଦ୍ଧେଶ୍ୱରୀ। ସେ ମନ୍ଦିରରେ ପୂଜା ପାଇସନ୍ ମା ବିଲେଇ ବୁଢୀ, ମା ଦକ୍ଷିଣକାଳୀ, ମା ରୁଦ୍ରକାଳୀ, ମା ଚିହ୍ନାମସ୍ତକାଳୀ ଆଉ ମା ଭଦ୍ରକାଳୀ। ମାଙ୍କ ମନ୍ଦିରରେ ପ୍ରତ୍ୟେକ ମଙ୍ଗଳବାର ଆଉ ଶନିବାର ଲାଗିଥାଏ ଭକ୍ତଙ୍କ ଭିଡ଼। ସେଇ ଭକ୍ତଙ୍କ ମଧ୍ୟରୁ ଅନେକ ଭକ୍ତ ମାନସିକ ପୂରଣ ହେଲା ପରେ ମାଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଆଉ ଅନେକ ଭକ୍ତ ମନରେ ମାନସିକ ନେଇ ମାଙ୍କୁ ଦର୍ଶନ କରିବାକୁ ଆସନ୍ତି। 12 ମାସ ଭିତରୁ ଚୈତ୍ର ମାସରେ ହୋଇଥାଏ ମାଙ୍କର ଦଣ୍ଡ ଯାତ୍ରା। ଚୈତ୍ର ମାସ ଆସିଲେ ମା ବିଜେ କରନ୍ତି ଭକ୍ତଙ୍କ ସହିତ ଗାଁ ଗାଁ। ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଚୈତ୍ର ମାସ ଆସିଲେ ମା ନିଜେ ଯାଇ ବୁଣାକାରଙ୍କ ପାଖକୁ ନାଲି ଶାଢ଼ୀ ଆଉ କଳା ଶାଢ଼ୀ ଦେବ ବୋଲି କୁହନ୍ତି। ମା ବୁଣାକାର ଭକ୍ତକୁ ଯାହା ମାଗନ୍ତି ସେହି ଭକ୍ତ ମଙ୍ଗଳବାର କିମ୍ବା ଶନିବାର ଆସି ସେଠାରେ ଦେଇକି ଯାଆନ୍ତି। ମା ସିଦ୍ଧେଶ୍ୱରୀ ସବୁ ସହିପାରନ୍ତି କିନ୍ତୁ କେବେ ଗର୍ବ ସହିପାରନ୍ତି ନାହିଁ। ଯିଏ ମାଙ୍କୁ ନେଇ ଗର୍ବ କରିଥାଏ ସେ ତାର ପରିଣାମ ନିଜେ ଭୋଗିବାକୁ ପଡ଼ିଥାଏ। ସେହି ଗୋଟିଏ ମନ୍ଦିରରୁ ଉଠିଥାଏ 2 ପାଟି ଦଣ୍ଡ। ପ୍ରଥମରେ ମା ସିଦ୍ଧେଶ୍ୱରୀ ପୁରୁଣା ପାଟି ଦଣ୍ଡ, ଦ୍ୱିତୀୟରେ ମା ସିଦ୍ଧେଶ୍ୱରୀ ନୂଆ ପାଟି ଦଣ୍ଡ। ସେହି ଚୈତ୍ର ମାସରେ ହୋଇଥାଏ ମାଙ୍କର ଝାମୁ ଯାତ୍ରା। ସେହି ଯାତ୍ରାରେ ପୂଜା ପାଆନ୍ତି ବାବା ସିଦ୍ଧେଶ୍ୱର ଆଉ ମା ସିଦ୍ଧେଶ୍ୱରୀ। ମା ସିଦ୍ଧେଶ୍ୱରୀଙ୍କୁ ମାଳିମାନେ ପୂଜା କରନ୍ତି। ମା ବିଲେଇ ବୁଢୀଙ୍କର ନୀତିଦିନିଆ ପୂଜକ ହେଲେ ମକରଧ୍ୱଜ ବଡ଼ମାଳି ଓ ତାଙ୍କ ନାତି ତରଣୀ ବଡ଼ମାଳି। ନୂଆ ଦଣ୍ଡପାଟିରେ ପୂଜା କରନ୍ତି ଉମେଶ ବଡ଼ମାଳି। ସେଠାକୁ ଆସୁଥିବା ଭକ୍ତମାନେ କୁହନ୍ତି ମାଙ୍କ ପାଖରେ ମାନସିକ ରଖିଲେ ମନସ୍କାମନା ଶୀଘ୍ର ପୂରଣ ହୁଅ ବୋଲି ସେଠାକାର ଲୋକଙ୍କର ବିଶ୍ୱାସ ବି ଅଛି। ସାଙ୍ଗମାନେ ଏହା ଥିଲା ମା ସିଦ୍ଧେଶ୍ୱରଙ୍କ କାହାଣୀ। ସାଙ୍ଗମାନେ ଯଦି କେହି ଏହି ମନ୍ଦିରକୁ ଆସିଛନ୍ ତେବେ ନିଶ୍ଚୟ କମେଣ୍ଟରେ ଜଣାଇବେ। ଆଉ ଯଦି ସିଦ୍ଧପୁର ଅଞ୍ଚଳର ପାଖାପାଖି ଲୋକମାନେ ଦେଖୁଛନ୍, ଭାଇମାନେ ଆଜ୍ଞାମାନେ ଦେଖୁଛନ୍, ତେବେ କମେଣ୍ଟରେ ନିଶ୍ଚୟ ଜଣାଇବେ। ରହିଲି, ନମସ୍କାର।